ଶୋଇ ରହି ଦିଆସିଲ୍ ମାରି ଲଗାଉଛନ୍ତି ଗ୍ୟାସ୍ ଚୁଲା। ପୁଣି ସେହି ଶୋଇବା ଅବସ୍ଥାରେ ରୋଷେଇ କରୁଛନ୍ତି। କେତେବେଳେ ସୁଜି ତ ପୁଣି କେତେବେଳେ କୋବି ଭଜା। ତେବେ ଇଏ ଶୋଇକି କାହିଁକି ରୋଷେଇ କରୁଛନ୍ତି? କ'ଣ ହେଇଛି ୟାଙ୍କର? ଏ ହେଉଛନ୍ତି ଗଜପତି ଜିଲ୍ଲା ମୋହନା ବ୍ଲକ ଚନ୍ଦ୍ରଗିରି ଗାଁର ସଦାନନ୍ଦ ବେହେରା। ଜଣେ ଶିକ୍ଷିତ ଯୁବକ, ଶିକ୍ଷାଗତ ଯୋଗ୍ୟତା ରାଜନୀତି ବିଜ୍ଞାନରେ ସ୍ନାତକ। ପାଠଶାଠ ପଢ଼ି ଚାକିରି କରିବାକୁ ଆଶା ରଖିଥିବା ସଦାନନ୍ଦ କିନ୍ତୁ ଏବେ ଆଉ ଉଠି ପାରୁନାହାନ୍ତି। ତେବେ କେମିତି ଏମିତି ହେଲା? 2010 ମସିହା ଫେବୃଆରୀ ମାସ କୌଣସି କାମରେ ବଜାରକୁ ଯାଇଥିବା ବେଳେ ବାଇକ୍ ଦୁର୍ଘଟଣାର ଶିକାର ହୋଇଥିଲେ ସଦାନନ୍ଦ। ଦୁର୍ଘଟଣା ପରେ ପ୍ରଥମେ ପାରଳାଖେମୁଣ୍ଡି ମେଡିକାଲ ଓ ପରେ ଭୁବନେଶ୍ୱର କଳିଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ ପରିବାର ଲୋକେ। ମେଡିକାଲରେ 5 ମାସ ରହି ଚିକିତ୍ସା କରି ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ଘରକୁ ଆସିଥିଲେ। ସ୍ପାଇନାଲ ଇଞ୍ଜୁରୀ ଯୋଗୁଁ ଅଣ୍ଟା ତଳକୁ ଗୋଡ଼ ଦୁଇଟି ସମ୍ପୂର୍ଣ୍ଣ ଅଚଳ ହୋଇଯାଇଛି। ବାସ୍ ସେଇ ଦିନଠୁ ସେମିତି ରହିଛନ୍ତି।